ମାନେ ଏମିତି ତାକୁ କହିବାର ଅଛି ଯେ ତମେ ଆସ ନା ଆଉ ତମେ ଆସ ମୁଁ ତମ କଥା ହେଇଛି ତୁମେ ଆସ ଭାଇ ଆସ ତମେ କୋଉଠି ଅଛନ୍ତି? ଏଇ ପଞ୍ଚାୟତ ଅଛି ତମେ ଆସୁନାହାନ୍ତି, ମୁଁ ଏଇଠି ବଇଛି ଟିକେ। ତମେ ଆସ ମୁଁ କଥା କହୁଛି ତମେ ଆସ ଗୋଟେ କଥା ହେଇକି ଯିବ। ଆଉ କଥା କଣ ହେବି, 3-4 ଥର ମତେ ଡେଟ୍ ଫେଲ କରିସାରିଲେଣି, ଆଉ ମୁଁ ତ ଅବସ୍ଥାରେ ନାହିଁ। ଶୁଣ ମୁଁ କହିବା କଥା ତମେ ଟିକେ ଆସିଲେ କଥା ହେଇଯିବା ଯିବ। ଆସ ହଉ ତମେ ଶୁଣନ୍ତୁ, ହ୍ୟାଲୋ। ହଁ ତମେ ଏଇ ଆମ ଯୋଉ ବୁଲା ଦୋକାନ ପାଖକୁ ଟିକେ ଆସୁନାହାନ୍ତି, ମୁଁ ଏଇଠି ଅଛି ବଇଛି, ଆସନ୍ତୁ। ଆଉ ବାବୁ ଆଜ୍ଞା ତାଙ୍କ ଇନିସିଏଟିଭ ପଇସା କରିବା ପାଇଁ 1500 ଟଙ୍କା ନେଇଛ? କିଏ କହୁଛି ମମତା ଦାସର ତା କିଏ ସ୍ୱାମୀ କହୁଛି। ତା ସ୍ୱାମୀ କହୁଛି ତାକୁ ଦେଲ ଟିକେ। ହଁ ନିଅ। ହ୍ୟାଲୋ। ହଁ ହଁ କଣ ହେଲା? କଣ 1500 ଟଙ୍କା ଦେଇଛ ବୋଲି କହୁଛ? ଆଉ ତମେ କହିଲ ବା ମୁଁ 2 ମାସ ହେଲାଣି ତମକୁ ପଇସା ଦେଲି, ମୁଁ ତ ଘର କରିସାରିଛି, ତମେ କହିଲ ସବୁ ଠିକ ଠାକ ଅଛି। ମୁଁ ଦେଲି 1000 ଟଙ୍କା, ଆଉ ଥରେ ଦେଲି 500 ଟଙ୍କା, 50 ଟଙ୍କା ଦେଲି। ତମେ କହିଲ ମୁଁ କରିଦେବି ଯାହା ବି ହେଲେ। ଏବେ ଆସିକି ମତେ ଟିକେ ଦେଖା କଲ। କୋଉଠି ଦେଖା କରିବି? ଗୋଡା ପଞ୍ଚାୟତରେ। ହଁ ମୁଁ ଗୋଡା ପଞ୍ଚାୟତ ଯାଉଛି ଏବେ ସାଙ୍ଗେ ସାଙ୍ଗେ। ହଁ ହ୍ୟାଲୋ ହ୍ୟାଲୋ। ଆଜ୍ଞା ହଁ ପଞ୍ଚାୟତକୁ ସେ କଣ ଯିବ? ନାଇଁ ସେ ମାନେ କଣ କହୁଛନ୍ତି ସେ ଆସନ୍ତୁ ଏଠି। ଆପଣ ନେଇନାହାନ୍ତି, ସେ ଆପଣ ମନା କରୁଛନ୍ତି ତ? ହଁ ସେ ଆସନ୍ତୁ ଆଗ, ସେ ଆସିଲେ ମତେ କହିବେନି। ସିଏ ତ କଣ ଥରେ 500 ଦିଅନ୍ତି, ଥରେ 1000 ଦିଅନ୍ତି, ଆଉ ହଁ ସେ ଆପଣ ଆସନ୍ତୁ, ଆସିଲେ କହିବେନି ମତେ। ଯିବେ ପୁଣି କଣ? ଆପଣ ଆସୁନାହାନ୍ତି ତାଙ୍କ ପାଖକୁ। ନା ମୁଁ ତ ଯିବି, ମୁଁ ଟିକେ ଅଛି ଏଠି କାମ ହଁ କରୁଛି। କାମ ସାରିକିରି ଆସନ୍ତୁ, ସେ ଏଇଠି ଅଛି, ଆସନ୍ତୁ। ଆଉ ହଁ ସିଏ ହଉ କଣ ପଢିକିରି ଯିବ ଆପଣଙ୍କ ପାଖକୁ? ହଁ ହଉ।